आसी जाइछि रविवार तमर प्रिय कार्यक्रम शिशु संसार दिन। चल आउ जमारू डेरी करबानी, रेडियो पाखरे बसी पड़ी शुणिबा शिशु संसार। आज कार्यक्रम रे प्रथम शुणिबा भजनटी। किए गाइबे, काहा लेखारु से गाइबे से कथा से निजे कहिबे। चुपचाप ही बसी शुण। मो ना ऋतुपर्णा ग्रहाचार्य। मु एक भजन शुणाइबी जहा को लिखिचंती स्नेहलता महांती। महाप्रभु मधुर महक दे, मधुर महक दे। लोड़ा नहीं मोरा सरग संपद, लोड़ा नहीं मोरा सरग संपद, मागु नहीं प्रभु मुजेन्द्र पद। जस गौरव मोहर की हेब, जस गौरव मोहर की हेब, तुमारी परस पाई, परस पाए। फूलटिए मते कर महाप्रभु मधुर महक दे, मधुर महक दे। आपण सुबासे करी सुरभित, आपण सुबासे करी सुरभित, हसाइबे मोहे सारा जगत। दिनचन ठारे एतिकी सुदया, दिनचन ठारे एतिकी सुदया, कर हे जगत साई, कर हे जगत साई। फूलटिए मते कर महाप्रभु मधुर महक दे, मधुर महक दे, मधुर महक दे, मधुर महक दे। बाह, सुंदर भजनटी गाई शुणेदेले ऋतुपर्णा ग्रहाचार्य। पिलाए बेले बेले असावधानता जोगु निया लगी जाए। तमाने जानिथिबो
ଘରମାନଙ୍କରେ ନିଆଁ ଲାଗିଲେ ଖୁବ୍ କ୍ଷୟକ୍ଷତି ହୁଏ, ଧନଜନ ହାନି ହୁଏ। ଏହି ବିପଦ ସମୟରେ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ଅଗ୍ନିଶମ କର୍ମଚାରୀ। ଦମକଳରେ ବସି ଘଣ୍ଟି ପିଟି ପିଟି ସେମାନେ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ଯାଆନ୍ତି। ନାଲି ରଙ୍ଗର ଗାଡ଼ିକୁ ରାସ୍ତାରେ ଦେଖି ସମସ୍ତେ ବାଟ ଛାଡ଼ି ଦେଇଥାନ୍ତି, କାହିଁକି ନା ତାଙ୍କର ଯିବା ନିହାତି ଜରୁରୀ। ସେମାନେ ସେହି ସ୍ଥାନରେ ପହଞ୍ଚି ପାଣି ପକେଇ ନିଆଁ ଲିଭାନ୍ତି। ଆସ ଆଜି ଜାଣିବା ଏଇ ଫାୟାରମ୍ୟାନ୍ ବା ଅଗ୍ନିଶମ କର୍ମଚାରୀମାନଙ୍କ ବିଷୟରେ କହିଛନ୍ତି ବୀଣାପାଣି ପଣ୍ଡା। ପିଲାମାନେ, ସମାଜର ହିତ ପାଇଁ ଅନେକ ସଂସ୍ଥା ରହିଛି, ସେଥିମଧ୍ୟରୁ ଅଗ୍ନିଶମ ସଂସ୍ଥା ଅନ୍ୟତମ। ଏହା ବିଷୟରେ ଜାଣିବା ଆମର କର୍ତ୍ତବ୍ୟ। ଏହି ସଂସ୍ଥା ଏକ ଉପକାରୀ ସଂସ୍ଥା, ବିପଦ ଆପଦର ବନ୍ଧୁ କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ଅଗ୍ନିଶମ ସଂସ୍ଥା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏକ ସଂସ୍ଥା। ଏହା କେବଳ ଭାରତବର୍ଷରେ ନୁହେଁ, ସମଗ୍ର ବିଶ୍ୱର ସବୁ ସ୍ଥାନରେ ଅଛନ୍ତି। ଏମାନଙ୍କ ପୋଷାକ ପରିଧାନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଧରଣର ହୋଇଥାଏ। ଠିକ୍ ସେପରି ଆମ ରାଜ୍ୟରେ ସେମାନଙ୍କୁ ଚିହ୍ନିବାକୁ ହେଲେ ତାଙ୍କ ପରିଧାନକୁ ଦେଖି ଜାଣିବା। ପ୍ରଥମତଃ ସେମାନେ ଖାକି ରଙ୍ଗର ପୋଷାକ ପିନ୍ଧିଥାନ୍ତି। ଅଣ୍ଟାରେ ଖାକି ବେଲ୍ଟ ଥିଲାବେଳେ ମୁଣ୍ଡରେ ଲାଲ ଟୋପି ଥାଏ, କାନ୍ଧରେ ହୁଇସିଲ୍ ଥାଏ। କିନ୍ତୁ ଏସବୁ ଭିତରେ ତାଙ୍କ ପୋଷାକରେ ପିତ୍ତଳରେ ତିଆରି ଅଗ୍ନିଶମ ସଂସ୍ଥାର ଚିହ୍ନ ଥାଏ। ଏହି ପୋଷାକରୁ ଅଗ୍ନିଶମ କର୍ମଚାରୀ ବୋଲି ଜାଣିପାରିବା। ଜାଣିଛ ପିଲାଏ, ଏହି ଅଗ୍ନିଶମ ସଂସ୍ଥା ନିଆଁ ଲିଭାଇବା କାର୍ଯ୍ୟ କରିଥାଏ। ଏହି ସଂସ୍ଥାର କର୍ମଚାରୀଙ୍କୁ ନିଆଁ ଲିଭାଳି ଦଳ ବୋଲି କୁହାଯାଏ। ଏମାନେ ଅତ୍ୟନ୍ତ ପରୋପକାରୀ ତଥା ସାହାଯ୍ୟକାରୀ ମଧ୍ୟ। ତାଙ୍କ ପାଖରେ ବିପଦର ଖବର ପହଞ୍ଚିବା ମାତ୍ରକେ ତୁରନ୍ତ ସେମାନଙ୍କୁ ଦିଆଯାଇଥିବା ଗାଡ଼ିରେ ଆସି ପହଞ୍ଚି ଯାଇଥାନ୍ତି। ଏହି ଗାଡ଼ିକୁ ଦମକଳ କୁହାଯାଏ। ଗାଡ଼ିଟିର ରଙ୍ଗ ସମ୍ପୂର୍ଣ୍ଣ ଲାଲ, କାରଣ ଲାଲ ରଙ୍ଗକୁ ବିପଦ ସଙ୍କେତ ରୂପେ ବ୍ୟବହାର କରାଯାଏ। ଏହି ଭିତରେ ଅନେକ ସରଞ୍ଜାମ ଥାଏ। ଖୁବ୍ ଲମ୍ବା ସିଡ଼ିଟିଏ ଥାଏ, ଯାହା ଉଚ୍ଚ ଜାଗାକୁ ଯିବା ପାଇଁ ବ୍ୟବହାର କରାଯାଏ। ଗୋଟିଏ ଲମ୍ବା ପାଇପ୍ ଥାଏ, ଯାହା ସାହାଯ୍ୟରେ ପାଣି ପକାଇ ନିଆଁକୁ ଲିଭାଯାଇଥାଏ। ଏହାକୁ ଚଳାଇବା ପାଇଁ ମେସିନ୍ ମଧ୍ୟ ରଖାଯାଇଥାଏ। ଆହୁରି ମଧ୍ୟ ଖାଲି ବାଲ୍ଟି ଓ କିଛି ବାଲି ଭର୍ତ୍ତି ଥିବା ବାଲ୍ଟି ମଧ୍ୟ ତା ମଧ୍ୟ ଥାଏ। ଏହା ବ୍ୟତୀତ ନିଆଁ ଲିଭା ଯନ୍ତ୍ର ମଧ୍ୟ ରହିଥାଏ। ଏ ଗାଡ଼ିର ମଧ୍ୟ ଏକ ମହତ୍ତ୍ୱ ଅଛି, ତାହା ହେଲା ସେଥିରେ ଲଗାଯାଇଥିବା ଗୋଟିଏ ବଡ଼ ଘଣ୍ଟି। ଏହି ଘଣ୍ଟିକୁ ସତର୍କ ଘଣ୍ଟି କୁହାଯାଏ। ଯେତେବେଳେ ଏହି ଦମକଳ ଗାଡ଼ି କୌଣସି ବିପଦ ସ୍ଥାନକୁ ଦ୍ରୁତ ଗତିରେ ଯାଇଥାଏ, ସେତେବେଳେ ଏହି ସତର୍କ ଘଣ୍ଟି ଖୁବ୍ ଜୋରରେ ଶବ୍ଦ କରି ରାସ୍ତାରେ ସମସ୍ତଙ୍କୁ ସତର୍କ କରାଇ ଦେଇଥାଏ। ଏହି ଗାଡ଼ିରେ ସାଧାରଣତଃ ଚାଳକ ସହ ପ୍ରାୟ 4ରୁ 5 ଜଣ କର୍ମଚାରୀ ଥାଆନ୍ତି। ଆବଶ୍ୟକ ସ୍ଥଳେ ଅଧିକ ଅଗ୍ନିଶମ କର୍ମଚାରୀ ମଧ୍ୟ ଯାଇଥାନ୍ତି। ଏମାନଙ୍କୁ ସାଧାରଣତଃ ନିଆଁ ଲିଭାଳି ଦଳ ବୋଲି କହିଥାନ୍ତି। ଆମେ ଜାଣିଛେ କେଉଁଠାରେ ନିଆଁ ଲାଗିଥିଲେ ଏହି ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଆପ୍ରାଣ ଚେଷ୍ଟା କରି ନିଆଁକୁ ଆୟତ୍ତ କରିଥାନ୍ତି। ଏପରିକି ବିରାଟ ଅଟ୍ଟାଳିକା ହେଉ ବା କୁଡ଼ିଆ ଘର ହେଉ, ତା ଭିତରେ ସାହସର ସହିତ ପହଞ୍ଚି ବହୁମୂଲ୍ୟ ଆସବାବପତ୍ର ଏବଂ ବ୍ୟକ୍ତିବିଶେଷଙ୍କ ସହ କୋମଳମତି ଶିଶୁଙ୍କୁ ଉଦ୍ଧାର କରିଥାନ୍ତି। ସାଧାରଣରେ ବଡ଼ ବଡ଼ ଅଟ୍ଟାଳିକା 9-10 ତାଲା ବିଶିଷ୍ଟ ହୋଇଥାଏ। ସେହିସବୁ ସ୍ଥାନକୁ ଯିବା ପାଇଁ ହେଲେ ସିଡ଼ି ଏବଂ ଦଉଡ଼ି ସାହାଯ୍ୟରେ ଭିତରକୁ ଯାଇଥାନ୍ତି। ଏହାଛଡ଼ା ଖରାଦିନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ ଅବା ଶୀତଦିନେ ଜଙ୍ଗଲରୁ ପତ୍ର ଗୋଟାଇ ନିଆଁ ଲଗାଇ ପ୍ରଚଣ୍ଡ ଥଣ୍ଡାରୁ ରକ୍ଷା ପାଇବାକୁ ହେଉ, ଏପରି ସ୍ଥଳେ ପ୍ରାୟତଃ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖାଯାଇଥାଏ। ଏହି ସମୟରେ ମଧ୍ୟ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଜଙ୍ଗଲରୁ ନିଆଁ ଲିଭାଇବାରେ ସାହାଯ୍ୟ କରିଥାନ୍ତି, ଯେଉଁଥିରେ ପଶୁ ପକ୍ଷୀ ମଧ୍ୟ ରକ୍ଷା ପାଇଥାନ୍ତି। ଏପରି ସ୍ଥଳେ ନିଆଁ ଲିଭାଳି ଦଳ ନିଜ ଜୀବନକୁ ବାଜି ଲଗାଇ ଏହି କଷ୍ଟସାଧ୍ୟ କାର୍ଯ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ। ଆହୁରି ମଧ୍ୟ କୌଣସି ପୋଖରୀ, ନଈ, କୂଅ କିମ୍ବା ରାସ୍ତାରେ ଖୋଳାଯାଇଥିବା ବଡ଼ ଗର୍ତ୍ତ ଭିତରେ ଯଦି ପଶୁ କିମ୍ବା ମନୁଷ୍ୟ ବୁଡ଼ି ଯାଇ ରହିଥାନ୍ତି, ସେପରି ଖବର ଆସିଲା ମାତ୍ରକେ ତତ୍ପର ହୋଇ ସତର୍କ ଘଣ୍ଟି ବଜାଇ ବାହାରି ପଡ଼ିଥାନ୍ତି ଉଦ୍ଧାର କାର୍ଯ୍ୟ ପାଇଁ। ଏଠି ତାଙ୍କୁ ଅନ୍ୟ ପ୍ରକାର କାର୍ଯ୍ୟ କରିବାକୁ ପଡ଼ିଥାଏ, ଯେପରି କୂଅରୁ ପାଣିକୁ ଶୁଖାଇ ତା ଭିତରେ ପ୍ରବେଶ କରି ଉଦ୍ଧାର କରିବାରେ ଲାଗି ପଡ଼ନ୍ତି। ସେହିପରି ପୋଖରୀ ହେଉ ବା ନଈ ଭିତରକୁ ଡେଇଁ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାନ୍ତି। ସେମାନେ କୌଣସି ଦୁର୍ଘଟଣାକୁ ଭ୍ରୂକ୍ଷେପ କରିନଥାନ୍ତି। ଏ ଭ୍ରୂକ୍ଷେପ ନ କରି ସେମାନେ ଅନ୍ୟର ଜୀବନକୁ ବଞ୍ଚାଇବାରେ ସାହାଯ୍ୟ କରିଥାନ୍ତି। ଏତଦ୍ ବ୍ୟତୀତ କୌଣସି ମହୋତ୍ସବରେ ଶୋଭାଯାତ୍ରା ସମୟରେ ଆନନ୍ଦ ଉଲ୍ଲାସରେ ବାଣ ଫୁଟାଇଥାନ୍ତି।
ସେହିପରି ସ୍ଥଳେ ବିସ୍ଫୋରକ ବାଣ ହିଁ ଆଖପାଖ ଅଞ୍ଚଳର କ୍ଷତିର କାରଣ ହେବା ସହ ବ୍ୟକ୍ତିବିଶେଷ ମଧ୍ୟ ଜାଳି ହୋଇଯାଇଥାନ୍ତି। ଏପରି ସ୍ଥଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇବାରେ ମଧ୍ୟ ସହାୟକ ହୋଇଥାନ୍ତି। ଏହି କ୍ଷେତ୍ରରେ ଅଗ୍ନିଶମ କର୍ମଚାରୀ ପ୍ରକୃତ ବନ୍ଧୁର ପରିଚୟ ଦେଇଥାନ୍ତି। ସେମାନେ ବାସ୍ତବରେ ସଜାଗ ପ୍ରହରୀ। ଏମାନଙ୍କ ପାଇଁ ଦିନ ରାତି ସବୁ ସମାନ। ସେମାନେ ନିଜ ଜୀବନକୁ ସାମାଜିକ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ କରିଦେଇଥାନ୍ତି। ସମାଜର ମଙ୍ଗଳ ତଥା ଧନ ଜୀବନ ରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଜୀବନକୁ ମଧ୍ୟ ଜଳାଞ୍ଜଳି ଦେଇ ସବୁବେଳେ ଆମ ପାଖରେ ଆଦରଣୀୟ ହୋଇଥାନ୍ତି। ସେମାନେ ପ୍ରକୃତ ସାହସୀ ଓ ନିର୍ଭୀକ। ତାଙ୍କର ସାହସିକତା ଏବଂ ନିର୍ଭୀକତା ବାସ୍ତବରେ ଅତୁଳନୀୟ, ଯାହା ପାଖରେ ଆମ ଦେଶ ତଥା ଦଶ ସଦାସର୍ବଦା ନତମସ୍ତକ। ସେମାନଙ୍କର ଅଦମ୍ୟ ସାହସ ଉତ୍ସାହ ଆମ ପାଇଁ ଧ୍ରୁବତାରା ସଦୃଶ ନୂତନ ଦିଗନ୍ତ। ଜାଣିଲ ପିଲେ, ଫାୟାରମ୍ୟାନ୍ ବା ଅଗ୍ନିଶମ କର୍ମଚାରୀମାନେ ଆମକୁ କେମିତି ସାହାଯ୍ୟ କରନ୍ତି। ସତରେ ପିଲେ, ସମାଜରେ ଏମିତି ଅନେକ ସଂସ୍ଥା ରହିଛି ବା ଅନେକ ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ ଆମର ପ୍ରକୃତ ବନ୍ଧୁ। ଆମ ଦରକାର ବେଳେ ସେମାନେ ଆମକୁ ସାହାଯ୍ୟ କରିଥାନ୍ତି। ଆସ ପିଲେ, ଏଥର ଶୁଣିବା ଶିଶୁ ଗୀତଟିଏ ଗାଇଛନ୍ତି ଋତୁପର୍ଣ୍ଣା ଗ୍ରହାଚାର୍ଯ୍ୟ। बरसा आसे आकाशे दिसे बहुत भेड़ा भेड़ा घड़ी छाई घड़ी खरा घड़ी छाई घड़ी खरा सूरज करे खेला बरसा आसे आकाशे दिसे बहुत भेड़ा भेड़ा छमेलाई मन खुशी रे आती घोटी आसिला आकाश सारा बादल कला कला बरसा आसे आकाशे दिसे बहुत भेड़ा भेड़ा घड़ी छाई घड़ी खरा सूरज करे खेला साधव बहु घासो परे चलै थिरी किया की कदम्ब फूल मन कुनी हारी रंग बेरंग प्रजापति बाड़ी रे कले मेला बरसा आसे आकाशे दिसे बहुत भेड़ा भेड़ा घड़ी छाई घड़ी खरा सूरज करे खेला ପିଲାମାନେ, ତମ ସହ ଗପୁ ଦେଖିଲଣି ଜଣେ କୁନି ଭାଇ ଆସି କେତେ ବେଳୁ ଏଠି ମୋ ପାଖରେ ବସିଗଲେଣି। ଗୋଟେ ସମ୍ବଲପୁରୀ ପ୍ରିଣ୍ଟର କୋଟ୍ ପିନ୍ଧିଛନ୍ତି, ଗୋଟେ ସୁନ୍ଦର ଜିନ୍ସ ପିନ୍ଧିଛନ୍ତି, ମ୍ୟାଚିଂ କରି ହାତରେ ଘଣ୍ଟା ପିନ୍ଧିଛନ୍ତି, ପୁରା ସିରିୟସ୍ ହେଇକି ବସିଛନ୍ତି। ଭାବୁଥିବେ ବୋଧେ ତାଙ୍କୁ କ'ଣ ଆମେ ପଚାରିବୁ, ଯାଉ ଏତେବେଳେ ହସିଲେ। ଆଚ୍ଛା ଭାଇ, ତମ ନାଁ କ'ଣ କହିଦେଲ? ଦିବ୍ୟାଂଶ ମହାପାତ୍ର। ଦିବ୍ୟାଂଶ ମହାପାତ୍ର, ବଢ଼ିଆ ନାଁଟା। କିଏ ଦେଇଛି ଏ ନାଁଟା ତମକୁ? ମାମା। ଆଚ୍ଛା, ଘରେ କିଏ ଅଛନ୍ତି? ମାମା, ପାପା, ଜେଜେ ବାପା, ଜେଜେ ମା ଓ ମାମୁଁ।
ଏତେ ଜଣ ଅଛନ୍ତି? ସମସ୍ତେ ତମକୁ ଗେଲ କରନ୍ତି? ତମେ କ'ଣ ଗୋଟେ ବୋଲି ପୁଅ? ଆଚ୍ଛା, ତାମାନେ ତମକୁ ସମସ୍ତେ ବେଶୀ ଗେଲ କରୁଥିବେ? ଗେଲରେ କ'ଣ ଡାକନ୍ତି? ପିପୁ। ପିପୁ। ଆଚ୍ଛା, ତମେ କୋଉ କ୍ଲାସରେ ପଢୁଛ? 4 4 କ୍ଲାସରେ ପଢୁଛ। କୋଉ ସ୍କୁଲରେ? ଶ୍ରୀ ଗୁରୁକୁଲମ ଇଂଲିଶ ମିଡ଼ିୟମ ସ୍କୁଲ, ସେଇଟା ରଥ ରୋଡ ଭୁବନେଶ୍ୱରରେ। ହଁ, ସ୍କୁଲ ଟାଇମିଂ କେତେବେଳେ? କେତେଟାରୁ କେତେଟା? 6ଟାରୁ 11ଟା। 6ଟାରୁ 11ଟା। ତମର ସ୍କୁଲରେ ବ୍ରେକ୍ ହେଉଥିବ, ଟିଫିନ୍ ବ୍ରେକ୍। କ'ଣ ଖାଅ ସେଇ ସମୟରେ? କ'ଣ ନେଇକି ଯାଇଥାଅ ଟିଫିନ୍? ମାମା କେବେ କେବେ ବ୍ରେଡ୍ ଦିଅନ୍ତି। ଆଉ ଆଉ କେବେ କେବେ ଦିଅନ୍ତି ଆଳୁ ଚିପ୍ସ ଦେଇ ଦିଅନ୍ତି। ତମକୁ କ'ଣଟା ଖାଇବାକୁ ବେଶୀ ଭଲ ଲାଗେ? ମୋତେ ଚିଲ୍ଲି ପନିର ଆଉ ରୁଟି। ଚିଲ୍ଲି ପନିର ମାମା ବନାନ୍ତି? ଟେଷ୍ଟି? କେତେଟା ରୁଟି ଖାଇଦିଅ? 2ଟା। 2ଟା? କେବେ କେବେ 3ଟା ଖାଏ। ଖାଇବାଟା ସବୁବେଳେ ହେଲ୍ଦି ରଖିବ, ତାହେଲେ ସିନା ବଡି ଫିଟନେସ୍ ରହିବ। ଏକ୍ସରସାଇଜ କର? ଆମ ସ୍କୁଲରେ ସଟରଡେରେ ଏକ୍ସରସାଇଜ ହୁଏ। ଯାହା ସ୍କୁଲରେ ହୁଏ, ଘରେ ତମେ କରନି? ଆଉ ଖେଳାଖେଳି? କରେ। କ'ଣ ଖେଳ? କ୍ରିକେଟ ଖେଳେ। ଘରେ? କାହା ସହିତ? ଘରେ ନ, ଆଉ ବାହାରେ। ମାନେ ସେଇ ଘରେ ଥିବା ସମୟରେ ବାହାରେ ଯାଇକି ଖେଳ? କାହା ସାଙ୍ଗରେ ଖେଳ? ପିଲା ସାଙ୍ଗରେ। ମାନେ କଲୋନୀରେ ଯୋଉ ସବୁ ପିଲା ଅଛନ୍ତି ସେମାନେ ଆଉ ଆସନ୍ତି? ବାହାରଠୁ ବି ଆସନ୍ତି। ହଁ, ବାହାରୁ ବି ଆସନ୍ତି। ତମେ କ'ଣ କର? ବ୍ୟାଟିଂ କର ନା ବୋଲିଂ କର? 2ଟା କରେ। 2ଟା କର? ତମର ଫେଭରେଟ୍ ପ୍ଲେୟାର କିଏ? ତେନ୍ଦୁଲକର ଆଉ ଧୋନି। ତେନ୍ଦୁଲକର ଆଉ ଧୋନି? ତେନ୍ଦୁଲକର ଖେଳିଲା ବେଳକୁ ତ ତମେ ଜନ୍ମ ହେଇନଥିବ। ଆଉ ତାହେଲେ କେମିତି ତମର ସିଏ ଫେଭରେଟ୍ ହେଲା? ଦେଖିଛି। ଦେଖିଛ ତାଙ୍କ ଖେଳ ନା? ତେନ୍ଦୁଲକରଙ୍କ ଖେଳ ଦେଖିଛ। ଆଉ ଧୋନି? ଧୋନି ତ ଏବେ ବି ଖେଳୁଛି। ଧୋନି ଏବେ ବି ଖେଳୁଛନ୍ତି ନା? ତମକୁ ବହୁତ ବଢ଼ିଆ ଲାଗେ ତାଙ୍କ ଖେଳ? ସେ ଉଠେଇକି ଯେତେବେଳେ 6 ମାରନ୍ତି ତମ ମନ ଖୁସି ଯେ? ଜିତନ୍ତି ବି ବହୁତ ଭଲ ଲାଗେ। ଜିତନ୍ତି ଯେତେବେଳେ CSKରେ ନା? ତମେ ସେମିତି ଛକା ମାର ଧୋନି ଭଳିଆ? ନା, କେବେ କେବେ ମାରେ। କାଇଁ, ତମେ ତ ବଳ ନାହିଁ, ଆଉ ମାରିବ କେମିତି? ତମେ ତ ଖାଇବନି, ଆଉ ବଳ କୁଆଡ଼ୁ ଆସିବ? ଖାଇ ପିଇକି ତାଗଡ଼ା ହେଇକି ରହିଲେ ସିନା 6 ମାରିବ। କ୍ଷୀର ପିଉଛ ସବୁଦିନ? କେତେ ଗ୍ଲାସ୍? 2 ଗ୍ଲାସ ପିଏ। 2 ଗ୍ଲାସ୍ ପିଉଛ କ୍ଷୀର? ସେଥିରେ ବି ବଳ ନାହିଁ? ଗ୍ରୀନ୍ ଭେଜିଟେବୁଲ୍? ଭେଣ୍ଡି ଖାଏ, ଶାଗ ଖାଏ, ଆଉ ବିନ୍ସ ଖାଏ। ତାହେଲେ ଏତେ ଜିନିଷ ଖାଉଛ ଆଉ କ'ଣ? ସବୁବେଳେ ଗ୍ରୀନ୍ ଭେଜିଟେବୁଲ୍ ଖାଇବ, କ୍ଷୀର ପିଇବ, ପେଟ ପୁରା ଖାଉଥିବ, ତାହେଲେ ବଳ ଆସିବ। ବଳ ଆସିଲେ ଭଲରେ 6 ମାରିପାରିବ। ଆଚ୍ଛା, ତମ ସ୍କୁଲରେ କ'ଣ ସବୁ ପଢ଼ା ହେଉଛି ମୋତେ କହିଲନି ତ? ଜିକେ ପଢ଼ା ହେଉଛି, ଇଂଲିଶ ପଢ଼ା ହେଉଛି, ଆଉ ମ୍ୟାଥ ପଢ଼ା ହେଉଛି, ହିନ୍ଦୀ ପଢ଼ା ହେଉଛି, SST ପଢ଼ା ହେଉଛି, ଜେନେରାଲ ସାଇନ୍ସ ପଢ଼ା ହେଉଛି। ଏତେ ଜିନିଷ ପଢ଼ା ଆଉ ହେଉଛି? ଓଡ଼ିଆ ବି। ହଁ, ତମର ଫେଭରେଟ୍ କୋଉଟା? ମୋର ଫେଭରେଟ୍ ହେଲା ଓଡ଼ିଆ। ଓଡ଼ିଆ? କଷ୍ଟ କୋଉଟା ଲାଗେ? କଷ୍ଟ ଲାଗେ SST। SST? କେତେ ମାର୍କ ରହେ ଓଡ଼ିଆରେ? ହାଏଷ୍ଟ କେତେ ମାର୍କ ରଖିଛ? ଓଡ଼ିଆରେ ଛୋଟବେଳେ ଖାଲି 1 ମାର୍କ ପଛଥିଲି। 1 ମାର୍କ କମି ଯାଇଥିଲା। ଏବେ ପୁରା ଫୁଲ୍ 100% ରହୁଛି ମାର୍କ? ଏବେ କ୍ଲାସ୍ 2ରେ 30ରୁ 30 ଆଣିଥିଲି। ହଁ, 30ରୁ 30? ଆରେ ବାଃ, ବଢ଼ିଆ ତ। ଘରେ କିଏ ପଢ଼ଉଛି ତମକୁ? ମାମା ଆଉ ଟ୍ୟୁସନ୍ ବି ଯାଏ। ଟ୍ୟୁସନ୍ ଯାଉଛ? ସବୁଦିନ ଟ୍ୟୁସନ୍ ଯାଏ, ଆସିକି ଖାଇ ପିଇକି ପଢ଼େ। ଖାଇକି ମାମା ପଢ଼େଇ ଦିଅନ୍ତି? ଆଚ୍ଛା, ପାଠ ପଢ଼ିବା ଛଡ଼ା, କ୍ରିକେଟ୍ ଖେଳିବା ଛଡ଼ା ଆଉ କ'ଣ କର? ଆଉ ମୁଁ ଗୀତ ଗାଏ। ଗୀତ ଗାଅ? ଆଉ ଡାନ୍ସ କରେ। ଡ୍ୟାନ୍ସ କର? ଗୀତ କ'ଣ ଶିଖୁଛ ନା ନାଇଁ ଏମିତି ସଉକରେ ଗାଉଛ? ଶିଖୁଛି। ଶିଖୁଛ? କୋଉଠି ଶିଖୁଛ? ଦ ସ୍କୁଲ ଅଫ୍ ରାଗ ସଙ୍ଗୀତ। କୋଉଠି ସେଇଟା ଅଛି? ଭୁବନେଶ୍ୱରରେ। ସେଇଠି ଶିଖୁଛ? ତମେ ଯାଉଛ ସେଇଠିକୁ? ତାକୁ କେତେ ଥର ଯାଉଛ? ଯାଏ ସଟରଡେ ଆଉ ସଣ୍ଡେ। କେତେଟାରୁ କେତେଟା? ସଟରଡେରେ 4ଟାରୁ 6ଟା, ଆଉ ସଣ୍ଡେରେ 6ଟାରୁ 8ଟା। ଆଚ୍ଛା, ତମର ସେଇଠି କ'ଣ ଶିଖା ହେଉଛି? ତାଳ ଶିଖାଉଛି, ଓଡ଼ିଶୀ ଶିଖାଉଛି, ଦେଶ ବନ୍ଦନା ଶିଖାଉଛି, ଆଉ ରାଗ ଶିଖାଉଛି। କିଏ ଶିଖଉଛନ୍ତି ସେଠି? ସ୍ମିତା ସାହୁ ମ୍ୟାମ୍। ସ୍ମିତା ସାହୁ ମ୍ୟାମ୍ ଶିଖଉଛନ୍ତି। କେତେ ବର୍ଷ ହେଲାଣି ଶିଖିଲଣି? 1 ବର୍ଷ। ଆମ ପିଲାମାନଙ୍କୁ କ'ଣ ଗାଇକି ଆଜି ଶୁଣେଇବ? ଦେଶ ବନ୍ଦନା। ସେଇ ସ୍ମିତା ମ୍ୟାମ୍ ଶିଖେଇଛନ୍ତି? ଆଚ୍ଛା, ହଉ ଗାଇଦିଅ। ମା ତ ମୋର ଭାରତ ଭୂଇଁ, ପିତା ଜଗନ୍ନାଥ। ମା ତ ମୋର ଭାରତ ଭୂଇଁ, ପିତା ଜଗନ୍ନାଥ। ମୋ ଠାରୁ ଭାଗ୍ୟବାନ, ମୋ ଠାରୁ ଭାଗ୍ୟବାନ ଆଉ କିଏ ଅଛି କହତ, ଆଉ କିଏ ଅଛି କହତ। ମା ତ ମୋର ଭାରତ ଭୂଇଁ, ପିତା ଜଗନ୍ନାଥ। ମା ତ ମୋର ଭାରତ
ସତ୍ୟର ମୁଁ ଉପାସକ ଶାନ୍ତିର ପୂଜାରୀ ଅହିଂସାର ଗାଏ ଜୟ ଭୟ ପରିହାରୀ ସତ୍ୟର ମୁଁ ଉପାସକ ଶାନ୍ତିର ପୂଜାରୀ ଅହିଂସାର ଗାଏ ଜୟ ଭୟ ପରିହାରୀ ବିଜୟର ଟିକା ମୋର ବିଜୟର ଟିକା ମୋର କପାଳେ ଶୋଭିତ ମା ତୁମର ଭାରତ ଭୂଇଁ ପିତା ଜଗନ୍ନାଥ ମା ତୁମର ଭାରତ ଭୂଇଁ ପିତା ଜଗନ୍ନାଥ କର୍ମ ମୋର ନିଜ ଗୁରୁ ଧର୍ମ ଚଲା ପଥ ମନ୍ତ୍ରୀ ମନ ମୋର ହୋଇଛି ଦୀକ୍ଷିତ କର୍ମ ମୋର ନିଜ ଗୁରୁ ଧର୍ମ ଚଲା ପଥ ମନ୍ତ୍ରୀ ମନ ମୋର ହୋଇଛି ଦୀକ୍ଷିତ ସାରା ଦୁନିଆକୁ ମୁझे करे ଆଲୋକିତ ମା ତୁମର ଭାରତ ଭୂଇଁ ପିତା ଜଗନ୍ନାଥ ମା ତୁମର ଭାରତ ଭୂଇଁ ପିତା ଜଗନ୍ନାଥ ମୋ ଠାରୁ ଭାଗ୍ୟବାନ ଆଉ କିଏ ଅଛି କହତ ଆରେ ବା ବଢ଼ିଆ ଗୀତ ଗାଇକି ଶୁଣେଇଦେଲ। ଖୁବ୍ ପରିଶ୍ରମ କରୁଛ ଜଣାପଡ଼ୁଛି। ଦିନକୁ କେତେ ସମୟ ରିଆଜ କର? ମୁଁ ପ୍ରାକ୍ଟିସ୍ କରେ 2 ଘଣ୍ଟା ଡେଲି? କେତେଟାରୁ କେତେଟା? ମୁଁ ସକାଳୁ ପ୍ରାକ୍ଟିସ୍ କରେ 6ଟାରୁ 7ଟା। ଗୀତ ଗାଇବା ଛଡ଼ା ତମେ କହିଲ ତମେ ଡ୍ୟାନ୍ସ ବି କର। କ'ଣ ଡ୍ୟାନ୍ସ ବି ଶିଖୁଛ? କୋଉଠି ଶିଖୁଛ? ମୁଁ ଏଇଠି ବିବେକାନନ୍ଦ ପାଖରେ ଶିଖୁଛି। ବିବେକାନନ୍ଦ ସାର୍ଙ୍କ ପାଖରେ ଶିଖୁଛ? ଆଚ୍ଛା, କ'ଣ ଶିଖୁଛ? ମୁଁ ସେଇଠି ଶିଖୁଛି ମଡର୍ଣ୍ଣ ଡ୍ୟାନ୍ସ ଆଉ ସୋଲୋ ଡ୍ୟାନ୍ସ ବି। ହଁ ଶିଖୁଛ? କୋଉ ଗୀତର ଡ୍ୟାନ୍ସ କରୁଛ? ମୁଁ ସେଇଠି ଗୋଟେ ସୋଲଜର ଗୀତର ଡ୍ୟାନ୍ସ କରିଥିଲି। ଷ୍ଟେଜରେ? ଗ୍ରୁପ ଆଉ ସୋଲୋ ବି କରିଥିଲି। ହଁ, ସୋଲୋରେ ପ୍ରାଇଜ୍ ପାଇଥିଲ? 2nd। ଆରେ ବା। ଯେତେବେଳେ ଘରେ ଥାଅ, ପାଠ ପଢ଼ନି, ଡ୍ୟାନ୍ସ କରନି, ଗୀତ ଗାଅନି, କିଛି କରିବାକୁ ଭଲ ଲାଗେନି, କ'ଣ କର? ଚୁପଚାପ ହେଇ ବସି କ'ଣ କର? ଗପ ପଢ଼େ। ଗପ ବହି? କେତେଟା ଗପ ବହି ଅଛି ତମର? ମୋର ଖାଲି ଗୋଟେ ଗପ ବହି ଅଛି। ତମେ କିଣିଛ ନା କିଏ ଗିଫ୍ଟ କରିଛି? କିଣିଛି ମାମା। ମାମା କିଣିକି ଦେଇଛନ୍ତି? ସବୁବେଳେ ପଢ଼ ଗପ ବହି? ଭଲ ଲାଗେ? ଆମ ପିଲାଙ୍କୁ ଆଜି ଗୋଟେ ଗପ ଶୁଣେଇବ? ମନେ ରଖିଛ? କ'ଣ ଗପର ନାଁ କ'ଣ କହିଦେଲ? ମିଛୁଆ ରାଧୁଆ। ମିଛୁଆ ରାଧୁଆ। ହଉ କୁହ। ରାମପୁର ଗାଁରେ ରାଧୁଆ ନାମର ଗୋଟେ ପିଲା ରହୁଥିଲା ତା ମା ସାଙ୍ଗରେ। ସେ ସବୁଦିନ ଗାଁ ଲୋକଙ୍କର ଗାଈ ଚରେଇବା ପାଇଁ ଯାଏ ଜଙ୍ଗଲକୁ। ସେ ଜଙ୍ଗଲରେ ଗାଈମାନଙ୍କୁ ଛାଡ଼ି ବଂଶୀ ବଜାଏ ଆଉ ସନ୍ଧ୍ୟା ହେବା ପୂର୍ବରୁ ଫେରିଯାଏ। କିଛି ଦିନ ଗଲା ତା ମୁଣ୍ଡକୁ ଗୋଟେ ଖରାପ ବୁଦ୍ଧି ଆସିଲା। ସିଏ ଭାବିଲା ଲୋକଙ୍କ ସାଙ୍ଗେ ଥଟ୍ଟା କରିବ। ଆଉ ରାଧୁଆ ଗଛ ଉପରେ ଚଢ଼ି ଚିଲେଇଲା, ଧାଇଁ ଆସ ବାଘ ଖାଇଦେଲା। ଲୋକମାନେ ଭାବିଲେ ଏଟା ତ ରାଧୁଆ ବାଟି, ସେ ବିକଳ ହେଇ ଡାକୁଛି। ଲୋକମାନେ ଦୌଡ଼ି ଦୌଡ଼ି ଠେଙ୍ଗା ବାଡ଼ି ଧରି ଜଙ୍ଗଲକୁ ଆସିଲେ। ହଁ, ତାପରେ ଦେଖିଲା ବେଳେ ବାଘ ନାହିଁ। ମିଛୁଆ ରାଧୁଆ ଠୋ ଠୋ କିଣି ହସୁଛି। ଗୋଟେ ଗାଁ ଲୋକ କହିଲା, ରାଧୁଆ ବାଘ କାଇଁ? ରାଧୁଆ କହିଲା, ମୁଁ ଖାଲି ଏମିତି ଥଟ୍ଟା କରୁଥିଲି। କିଛି ଦିନ ଗଲା, ରାଧୁଆ ବଂଶୀ ବଜାଉଥିଲା। ଠିକ୍ ସେଇ ଟାଇମ୍ରେ ଗୋଟେ ମହାବଳ ବାଘ ଗର୍ଜନ କରି ରାଧୁଆ ପାଖକୁ ଆସିଲା ଆଉ ତାର ସବୁ ଗାଈକୁ ଖାଇଦେଲା। ରାଧୁଆ ଏସବୁ ଦେଖି ଦୌଡ଼ି ଦୌଡ଼ି ଗଛ ପାଖକୁ ଗଲା। ଗଛ ଉପରେ ଚଢ଼ିଗଲା। ଚଢ଼ିକି ପୁଣି ଚିଲେଇଲା,
ଧାଇଁ ଆସ ଏଇ ଦିନ 17ଟା ବାଘ ଆସି ଖାଇ ଦଉଛି। ଲୋକମାନେ ଶୁଣି ଭାବିଲେ ସେ ଥଟ୍ଟା କରୁଛି। ସେ ଗୋଟେ ଥଟ୍ଟା କରୁଛି। ହଁ। ସେପାଇଁ ଲୋକମାନେ ତାଙ୍କ କାମ ଧନ୍ଦାରେ ଲାଗିଗଲେ। କେହି ଆସିଲେନି। ଆଚ୍ଛା, ତାପରେ ରାଧୁଆର ପାଟି ଶୁଣି ବାଘ ତା ପାଖକୁ ଆସିଲା ଆଉ ଝାମ୍ପିକି ତାକୁ ଜଙ୍ଗଲକୁ ନେଇଗଲା। ଆଚ୍ଛା, ଏଇ ଗପରୁ ଆମେ କ'ଣ ଶିଖିଲେ? ଆମେ କେବେ ମିଛ କହିବାନି। ମିଛ କହିଲେ ଅସୁବିଧାରେ ପଡ଼ିବ। ଠିକ୍ କଥା। ସେ ମିଛରେ ଡାକିଲା, ଯେତେବେଳେ ସତରେ ବାଘ ଆସିଲା କେହି ଲୋକ ତାକୁ ସାହାଯ୍ୟ କରିବାକୁ ଆସିଲେନି। କଥାରେ ଅଛି, ମିଛ କହିଲେ ମା ବାପା, ସତ କହିଲେ ଜଗନ୍ନାଥ। ହଁ, ବଢ଼ିଆ। ବଢ଼ିଆ ଗପଟା କହିଲ। ଆଉ ଦିବ୍ୟାଂଶ, ସ୍କୁଲ ଯିବା ପାଇଁ ତ 6ଟା ବେଳେ ତମେ କହିଲ ତମେ ସ୍କୁଲ ଯାଅ। ଉଠ କେତେବେଳେ? କେବେ 5ଟାରେ ଉଠିଯାଏ। ଉଠ। ଉଠିକି କ'ଣ କର? ଉଠିକି ଗାଧେଇ ପାଧେଇ ବ୍ରଶ କରି ଗାଧେଇ ପାଧେଇ ସ୍କୁଲ ବାହାର। ଆଚ୍ଛା, ତମେ ପ୍ରାର୍ଥନା କେତେବେଳେ କର? 2 ବେଳା। 2 ବେଳା କର? ସକାଳେ ସନ୍ଧ୍ୟାରେ? କ'ଣ କର ପ୍ରାର୍ଥନାରେ? ଶ୍ଲୋକ ଗାଅ? ଶ୍ଲୋକ ଶିଖିଛ? କିଏ ଶିଖେଇଛି? ମାମା ଶିଖାଏ। ମାମା ଶିଖେଇଛନ୍ତି ଶ୍ଲୋକ? ଆଚ୍ଛା, ଆମ ପିଲାମାନଙ୍କୁ ଗୋଟେ ଶ୍ଲୋକ ଗାଇକି ଶୁଣେଇଦେଲ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମା ତସ୍ମୈ ଶ୍ରୀ ଗୁରୁବେ ନମଃ। ଆରେ ବା, ଆଉ ଶ୍ଲୋକ ଜାଣିଛ? ଆଉ ଗୋଟେ ଗାଇଦିଅ। କରାଗେ ବସନ୍ତେ ଲକ୍ଷ୍ମୀ କରା ମଧ୍ୟ ସରସ୍ୱତୀ କରା ମୂଲ୍ୟ ଗୋବିନ୍ଦ ପ୍ରଭାସେ କର ଦର୍ଶନମ୍। ବା, ବଢ଼ିଆ ଶ୍ଲୋକ କହୁଛ। ଆଚ୍ଛା ଦିବ୍ୟାଂଶ, ଆମେ ଶୁଣିଲୁ ତମେ କୁଆଡ଼େ ବଢ଼ିଆ ଜୋକ୍ସ ସବୁ କୁହ, ପିଲାମାନଙ୍କୁ ହସାଅ। କୋଉଠୁ ଶିଖିଛ ସବୁ ଜୋକ୍ସ? ମାମା ଶିଖେ। ମାମା ଶିଖେଇଛନ୍ତି ଜୋକ୍ସ? କେତେଟା ଶିଖିକି ଆସିଛ ମଜା? ଗୋଟିଏ? ହଉ, କୁହ ମଜା କଥା ଗୋଟେ କୁହ। ଶିକ୍ଷକ ପଚାରିଲେ ଚିଣ୍ଟୁକୁ, ଆରେ ଚିଣ୍ଟୁ, ମୁଁ ତତେ ଗୋଟେ ପ୍ରଶ୍ନ ପଚାରିବି। ଚିଣ୍ଟୁ କହିଲା, ହଉ ସାର୍। ଶିକ୍ଷକ ପଚାରିଲେ, ମାକୁ ଇଂଲିଶରେ ମମ୍ କୁହନ୍ତି, ମାର ବଡ଼ ଭଉଣୀକୁ ସାନ ଭଉଣୀକୁ କ'ଣ କୁହନ୍ତି? ଚିଣ୍ଟୁ କହିଲା, ସାର୍, ଏଇଟା ତ ବହୁତ ସହଜ ପ୍ରଶ୍ନ। ଚିଣ୍ଟୁ ତାର ଉତ୍ତର ଦେଲା, ମାର ବଡ଼ ଭଉଣୀକୁ ମ୍ୟାକ୍ସିମମ୍ କୁହନ୍ତି, ମାର ଛୋଟ ଭଉଣୀକୁ ମିନିମମ୍ କୁହନ୍ତି। ଆରେ ବା, ବଢ଼ିଆ। ମ୍ୟାକ୍ସିମମ୍ ମିନିମମ୍ ନା, ବଡ଼ ମାଉସୀ ସାନ ମାଉସୀ ନାଇଁ? ଆଚ୍ଛା ଦିବ୍ୟାଂଶ, ତମେ ତ ଅବିକା ବଢ଼ିଆ ଗୀତ ଗାଉଛ, କ୍ରିକେଟ ଖେଳୁଛ, ଡ୍ୟାନ୍ସ ବି ଶିଖୁଛ। କ'ଣ ଲକ୍ଷ୍ୟ ରଖିଛ ବଡ଼ ହେଲେ କ'ଣ ହବ ବୋଲି? କ୍ରିକେଟର? ତମର ଡ୍ରିମ୍ ତମେ କ୍ରିକେଟର ହବ ବୋଲି? ତା ପାଇଁ କି ତମକୁ ଭଲ ଖାଇବାକୁ ପଡ଼ିବ, ଏକ୍ସରସାଇଜ କରିବାକୁ ପଡ଼ିବ, ଫିଟ୍ ରହିବାକୁ ପଡ଼ିବ। ତମେ ତ ଗୋଟେ ରୁଟି ଖାଉଛ, ଏକ୍ସରସାଇଜ କରୁନ, କେମିତି ହବ? କରିବ? ଏବେଠୁ କରିବାକୁ ପଡ଼ିବ। ତମେ କ'ଣ ହବ? ବୋଲର ହବ ନା ବ୍ୟାଟ୍ସମ୍ୟାନ୍ ହବ? ଅଲରାଉଣ୍ଡର? କାହା ଭଳିଆ? ଆମର ଅକ୍ଷର ପଟେଲ ଭଳିଆ ସ୍ପିନ୍ ବୋଲିଂ କରିବ, ଆଉ ତାପରେ ବ୍ୟାଟିଂ ବି କରିବ। ଫାଷ୍ଟ ବୋଲିଂ? ଆଉ ତାହେଲେ ଅକ୍ଷର ପଟେଲ କେମିତି ହବ? ଆହୁରି ବହୁତ ଅଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଅଛି, ଶିବମ ଦୁବେ ଅଛି। ତାଙ୍କ ଭଳିଆ ଖେଳିବ? ଆରେ ବା, ବଢ଼ିଆ ତ। ଆଚ୍ଛା, ହଉ, ଆମେ ତମ ସହିତ କେତେ ଗପିଲେ, ତମକୁ ଭଲ ଲାଗିଲା? ଆଜି ଆକାଶବାଣୀକୁ ତମେ ପ୍ରଥମ ଥର ଆସିଛ ନା ଆଗରୁ ଆଇଛ? ପ୍ରଥମ ଥର। କେମିତି ଆସିଲ? ବାପାଙ୍କ ସ୍କୁଟିରୁ ଆସିଛି। ଭୁବନେଶ୍ୱରରୁ ପୁରା କଟକ ସ୍କୁଟିରେ ଆଇଛ? ଆରେ ବା, ବଢ଼ିଆ। ହଉ ଦିବ୍ୟାଂଶ, ତମ ସହିତ କଥା ହେଇ ଆମକୁ ବି ବହୁତ ଭଲ ଲାଗିଲା। ଆଶା କରୁଛୁ ତମେ ବଡ଼ ହେଇକି ବହୁତ ବଡ଼ ଗୋଟେ କ୍ରିକେଟ ପ୍ଲେୟାର ହୁଅ, ତମ ଭବିଷ୍ୟତ ଉଜ୍ଜଳ ହଉ, ତମେ ଦେଶର ନାଁ ରଖ। ହେଲା? ଥ୍ୟାଙ୍କ ୟୁ। ଆଜି ତ ପିଲେ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ରବିବାର ଠିକ୍ ସକାଳ 7:25 ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠିବା।